ଦୁର୍ଘଟଣାରେ ଅଙ୍ଗନବାଡି କର୍ମୀ ମୃତ। ଅଙ୍ଗନବାଡି ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ପ୍ରଧାନୀଗୁଡା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ 26ରେ ଦୁର୍ଘଟଣାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ପ୍ରକାରରେ ଦୁଲପୁର ଗାଁର ଅଙ୍ଗନବାଡି କର୍ମୀ ଦମୟନ୍ତୀ ସୌରା ସ୍କୁଟି OD 24N 8081 ସାହାଯ୍ୟରେ ନିଜ କାର୍ଯ୍ୟସ୍ଥଳୀ ନୂଆଗୁଡା ସି କୁ ଯାଉଥିବା ବେଳେ ପଛଆଡୁ ଟିପର OD 32AL 3553 ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦମୟନ୍ତୀ ଛିଟିକି ପଡ଼ି ସେହିଠାରେ ହିଁ ମୃତ୍ୟୁବରଣ କରିଥିଲେ। ଖବର ପାଇ ପାପଡାହାଣ୍ଡି SDPO ସତ୍ୟଜିତ କାଣ୍ଡାକେଲ, ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଅନ୍ୟ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ପରିବାରବର୍ଗ ଅଙ୍ଗନବାଡି ସଂଘ ଆସି ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରି 20 ଲକ୍ଷ କ୍ଷତିପୂରଣ ଦେବାକୁ 1 ଘଣ୍ଟା ଧରି ରାସ୍ତାରୋକ ଦାବି କରିଥିଲେ, ଯାହାକି ଜାତୀୟ ରାଜପଥ 26 1 ଘଣ୍ଟା ପାଇଁ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଘଟଣାସ୍ଥଳରେ ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକ ଆସି ରେଡକ୍ରସ ପାଣ୍ଠିରୁ 10,000 ଟଙ୍କା ଦେବାରୁ ସମସ୍ତେ ରାସ୍ତାରୁ ଓହରିଥିଲେ। ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇପାରିଥିଲା। ସାଥୀ କର୍ମୀଙ୍କ ମୃତ୍ୟୁ ଖବରରେ ପରିବାରବର୍ଗ ତଥା ଅଙ୍ଗନବାଡି ସଂଘରେ ଶୋକର ଛାୟା ଖେଳିଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।